ନମସ୍କାର। ଆଜିର ଏହି ବିଶ୍ଳେଷଣକୁ ସ୍ୱାଗତ। ପ୍ରାଚୀନ ଗ୍ରନ୍ଥଗୁଡ଼ିକ କଥା ଉଠିଲେ ଆମ ମନକୁ ସାଧାରଣତଃ ଯୁଦ୍ଧ କିମ୍ବା ଆଧ୍ୟାତ୍ମିକତାର ଚିତ୍ର ଆସିଥାଏ, ଠିକ୍ ନା? କିନ୍ତୁ ପ୍ରକୃତରେ ଏହା ଭିତରେ କୂଟନୀତି ଏବଂ ରଣନୈତିକ ନିଷ୍ପତ୍ତି ନେବାର ଏକ ଅଦ୍ଭୁତ ମାଷ୍ଟର କ୍ଲାସ୍ ଲୁଚି ରହିଛି। ଆଜି ଆମେ ଏପରି ଏକ ଚରିତ୍ର ବିଷୟରେ ଆଲୋଚନା କରିବା ଯେଉଁଠି ଜଟିଳ ସମସ୍ୟାର ସମାଧାନ ଏବଂ ସଙ୍କଟ ପରିଚାଳନାର ବହୁତ ବଡ଼ ଉଦାହରଣ ରହିଛି। ଆସନ୍ତୁ ସିଧାସଳଖ ଆମର ବିଷୟବସ୍ତୁ ଭିତରକୁ ଯିବା। ଗୋଟିଏ ଭାରି କୌତୂହଳପୂର୍ଣ୍ଣ ପ୍ରଶ୍ନରୁ ଆରମ୍ଭ କରିବା। ଜଣେ ମହାନ ଯୋଦ୍ଧା କିପରି ଜଣେ ଶ୍ରେଷ୍ଠ କୂଟନୀତିଜ୍ଞ ହୋଇପାରିବେ? ହନୁମାନଙ୍କ ଚରିତ୍ରରେ ଆମେ ଏକ ଅଦ୍ଭୁତ ବିରୋଧାଭାସ ଦେଖିବାକୁ ପାଉ। ପାରମ୍ପରିକ ଭାବରେ ଆମେ ତାଙ୍କୁ ତାଙ୍କର ଅପାର ଶାରୀରିକ ଶକ୍ତି ପାଇଁ ଜାଣିଛୁ, କିନ୍ତୁ ବାସ୍ତବରେ ତାଙ୍କ ପାଖରେ ଏକ ସର୍ବୋଚ୍ଚ ରଣନୀତିକ ବୁଦ୍ଧିମତ୍ତା ମଧ୍ୟ ଥିଲା। ଏହି ଦୁଇଟି ଦିଗର ମିଶ୍ରଣ ହିଁ ତାଙ୍କୁ କେବଳ ଜଣେ ଯୋଦ୍ଧା ନୁହେଁ, ବରଂ ଜଣେ ଅତ୍ୟନ୍ତ ସଫଳ ମଧ୍ୟସ୍ଥ ଏବଂ କୂଟନୀତିଜ୍ଞ ଭାବରେ ପ୍ରତିଷ୍ଠିତ କରିଥାଏ। ଆଜିର ଏହି ଆଲୋଚନା ପାଇଁ ଆମର ରୋଡ୍ ମ୍ୟାପ୍ କିଛି ଏହିପରି ରହିବ। ପ୍ରଥମେ ଶକ୍ତି ଏବଂ କୂଟନୀତିର ସଙ୍ଗମ, ଦ୍ୱିତୀୟରେ ଏକ ରଣନୈତିକ ମେଣ୍ଟର ଗଠନ, ତାପରେ ସଙ୍କଟ ସମୟରେ ନିଆଯାଇଥିବା ବିବେକପୂର୍ଣ୍ଣ ନିଷ୍ପତ୍ତି, ଲଙ୍କାରେ ଦେଖାଯାଇଥିବା କୂଟନୀତି ଏବଂ ଧୈର୍ଯ୍ୟ, ଏବଂ ଶେଷରେ ଆଧୁନିକ ନେତୃତ୍ୱ ପାଇଁ କିଛି ଜରୁରୀ ଶିକ୍ଷା। ତେବେ ଆସନ୍ତୁ ଆଗକୁ ବଢ଼ିବା। ଆମେ ଆମର ପ୍ରଥମ ବିଭାଗରୁ ଆରମ୍ଭ କରିବା, ଶକ୍ତି ଏବଂ କୂଟନୀତିର ସଙ୍ଗମ। ସାଧାରଣତଃ ଯେତେବେଳେ ଆମେ ଏହି ମହାନ ଚରିତ୍ର ବିଷୟରେ ଚିନ୍ତା କରୁ, ଏକ ବିଶାଳ ଶାରୀରିକ ଶକ୍ତିର ଚିତ୍ର ଆସେ। ଜଣେ ଅମର ଯୋଦ୍ଧା ଯାହାଙ୍କ ପାଖରେ ଅସୀମ ବଳ ରହିଛି। କିନ୍ତୁ ଯଦି ଆମେ ଟିକେ ଗଭୀରକୁ ଯାଇ ଦେଖିବା, ତାହେଲେ ଆଉ ଗୋଟିଏ ପାର୍ଶ୍ୱ ମଧ୍ୟ ଦେଖିବାକୁ ମିଳିବ, ତାଙ୍କର ରଣନୈତିକ ବୁଦ୍ଧିମତ୍ତା। ତାଙ୍କ ଭିତରେ ଥିଲା ଗଭୀର ନମ୍ରତା, ସଠିକ୍ ପରିସ୍ଥିତିଗତ ସଚେତନତା ଏବଂ ନିଃସ୍ୱାର୍ଥପର ସେବା ମନୋଭାବ। ମୂଳ କଥା ହେଉଛି, ପ୍ରକୃତ ମହାନତା କେବଳ ମାଂସପେଶୀର ବଳରେ ନାହିଁ, ବରଂ ଅପାର ଶକ୍ତି ସହିତ ତୀକ୍ଷ୍ଣ ବୁଦ୍ଧି ଏବଂ ଅହଙ୍କାରର ଶୂନ୍ୟତାକୁ ଯୋଡ଼ିବାରେ ନିହିତ ଅଟେ। ଏଠାରେ ଏକ ବହୁତ ଶକ୍ତିଶାଳୀ କଥା ଉଲ୍ଲେଖ କରାଯାଇଛି। ଶକ୍ତି ଅର୍ଥହୀନ ନୁହେଁ, ଏହା ଉଦ୍ଦେଶ୍ୟ ପ୍ରଣୋଦିତ। ଏହାର ମାନେ କ'ଣ ବୁଝିଲେ ତ? ତାଙ୍କର ଶକ୍ତି କେବେ ବି କାହାକୁ ଦେଖାଇ ହେବ ପାଇଁ ବା କେବଳ ନିଜର ବଢ଼ିମା ପ୍ରଦର୍ଶନ ପାଇଁ ବ୍ୟବହୃତ ହୋଇନଥିଲା। ଏହା ସବୁବେଳେ ଏକ ଉଚ୍ଚତର ଉଦ୍ଦେଶ୍ୟ ସହିତ ଯୋଡ଼ି ହୋଇ ରହିଥିଲା। ଆଉ ଏହି ଗୋଟିଏ ଗୁଣ ହିଁ ତାଙ୍କୁ ସମସ୍ତଙ୍କଠାରୁ ଅଲଗା କରିଥାଏ। ଏହି ମୌଳିକ କଥାକୁ ବୁଝିବା ପରେ ବର୍ତ୍ତମାନ ଆମେ ଦ୍ୱିତୀୟ ବିଭାଗକୁ ଆସିବା, ଏକ ଐତିହାସିକ ରଣନୈତିକ ମେଣ୍ଟ। ପ୍ରଭୁ ଶ୍ରୀରାମ ଏବଂ ସୁଗ୍ରୀବଙ୍କ ମଧ୍ୟରେ ଯେଉଁ ଐତିହାସିକ ମେଣ୍ଟ ଗଠନ ହୋଇଥିଲା, ତାହା କିପରି ସମ୍ଭବ ହେଲା, ତାହାର ଏକ ଚମତ୍କାର ଉଦାହରଣ ଏବେ ଆମେ ଦେଖିବା। କୂଟନୀତିର ଆରମ୍ଭ କିପରି ହୁଏ? ଯେତେବେଳେ ହନୁମାନ ପ୍ରଥମେ ଶ୍ରୀରାମଙ୍କୁ ଭେଟିଥିଲେ, ସେ ସିଧାସଳଖ ନିଜର ପ୍ରକୃତ ରୂପରେ ଯାଇନଥିଲେ। ସେ ଏକ ବ୍ରାହ୍ମଣ ବେଶରେ ଅତ୍ୟନ୍ତ ବିନମ୍ରତାର ସହ ଯାଇଥିଲେ। କୌଣସି ସମ୍ଭାବ୍ୟ ମିତ୍ରଙ୍କ ନିକଟକୁ ଏତେ ମଧୁରତା, ଗଭୀର ସମ୍ମାନ ଏବଂ ବୁଦ୍ଧିମାନ ସଳାପକ ସହିତ ଯିବା ଦ୍ୱାରା ଖୁବ୍ ଶୀଘ୍ର ପାରସ୍ପରିକ ବିଶ୍ୱାସ ସୃଷ୍ଟି ହୋଇପାରିଲା। ଆଜିକାଲିର ଦୁନିଆରେ ମଧ୍ୟ ଏହାକୁ ଏକ ପରଫେକ୍ଟ ଆଇସ୍ ବ୍ରେକିଂ ବା ଆପୋଷ ବୁଝାମଣା ଆରମ୍ଭ କରିବାର ଶ୍ରେଷ୍ଠ କୌଶଳ ବୋଲି କୁହାଯାଇପାରିବ। ଏବେ ଏହି ସମୀକରଣକୁ ଟିକେ ଦେଖନ୍ତୁ। ଏହି ମିଣ୍ଟ ପଛରେ ଉଭୟ ପକ୍ଷର କିଛି ଖାସ୍ ଆବଶ୍ୟକତା ଥିଲା। ସୁଗ୍ରୀବଙ୍କର ପ୍ରାଥମିକ ଆବଶ୍ୟକତା ଥିଲା ବାଳି କବଳରୁ ନିଜ ରାଜ୍ୟ ଫେରିପାଇବା, ଯାହା ଶ୍ରୀରାମ ପୂରଣ କରିପାରିବେ, ଆଉ ଶ୍ରୀରାମଙ୍କୁ ମାତା ସୀତାଙ୍କୁ ଖୋଜିବା ପାଇଁ ଏକ ବିଶାଳ ସେନାର ଆବଶ୍ୟକତା ଥିଲା, ଯାହା ସୁଗ୍ରୀବ ଦେଇପାରିବେ। ଏହା ବହୁ ସୁନ୍ଦର ଭାବରେ ଦର୍ଶାଉଛି ଯେ କିପରି ଜଣେ ଚତୁର ମଧ୍ୟସ୍ଥ ଉଭୟ ପକ୍ଷର ଲକ୍ଷ୍ୟକୁ ଚିହ୍ନଟ କରି ଏପରି ଏକ ସମ୍ପର୍କ ତିଆରି କରିଥିଲେ, ଯାହା ପୂରା ଇତିହାସର ଗତିପଥ ବଦଳାଇ ଦେଇଥିଲା। ପ୍ରକୃତରେ ଏକ ମାଷ୍ଟର ଷ୍ଟ୍ରୋକ୍। ତେବେ ଏବେ ଆମେ ତୃତୀୟ ବିଭାଗକୁ ଯିବା, ସଙ୍କଟ ସମୟରେ ବିବେକ। ମାତା ସୀତାଙ୍କ ସନ୍ଧାନ ସମୟରେ ବିଶାଳ ସମୁଦ୍ର ଅତିକ୍ରମ କରିବାର ଯେଉଁ ବଡ଼ ଚ୍ୟାଲେଞ୍ଜ ଆସିଥିଲା, ସେଠାରେ କିପରି ସମସ୍ୟାର ସମାଧାନ କରାଗଲା, ତାହା ବାସ୍ତବରେ ଆଶ୍ଚର୍ଯ୍ୟଜନକ। ବେଳେବେଳେ ପାହାଡ଼ ଭଳି ପ୍ରତିବନ୍ଧକ ସାମ୍ନାକୁ ଆସିଲେ ନିଜର ପ୍ରକୃତ କ୍ଷମତା ଭୁଲିଯିବାଟା ଅତି ସ୍ୱାଭାବିକ। ଯେତେବେଳେ ସମୁଦ୍ର ଦେଖି ବାନର ସେନା ହତାଶ ହୋଇଯାଇଥିଲେ, ସେତେବେଳେ ଜାମ୍ବବାନ ଏକ କ୍ରୁସିଆଲ ଭୂମିକା ଗ୍ରହଣ କରିଥିଲେ। ସେ ହନୁମାନଙ୍କୁ ତାଙ୍କର ସେହି ସୁପ୍ତ ଶକ୍ତି ବିଷୟରେ ମନେ ପକାଇଥିଲେ। ଏଥିରୁ ଗୋଟେ ବହୁତ ବଢ଼ିଆ କଥା ଶିଖିବାକୁ ମିଳେ ଯେ ଦୁନିଆର ଯେତେ ବଡ଼ ଆଉ ଶକ୍ତିଶାଳୀ ବ୍ୟକ୍ତିବିଶେଷ ହୁଅନ୍ତୁ ନା କାହିଁକି, ବେଳେବେଳେ ସେମାନଙ୍କୁ ବି ବାହାରୁ ଟିକେ ପ୍ରେରଣାର ଆବଶ୍ୟକତା ପଡ଼ିଥାଏ। ଏହି ସମୁଦ୍ର ଅତିକ୍ରମ କରିବା ପ୍ରକ୍ରିୟାକୁ କେବଳ ଗୋଟିଏ ଶାରୀରିକ ଲମ୍ଫ ବୋଲି ଭାବିବା ଭୁଲ ହେବ। ଏହା ଥିଲା ରାପିଡ୍ ଫାୟାର କ୍ରାଇସିସ୍ ମ୍ୟାନେଜମେଣ୍ଟ। ପ୍ରଥମେ ସୁରସା ଆସିଲା, ଯେଉଁଠି ବଳ ନୁହେଁ କେବଳ ବୁଦ୍ଧି ଏବଂ ଉପସ୍ଥିତ ବୁଦ୍ଧିର ପ୍ରୟୋଗ ହେଲା। ତାପରେ ସିଂହିକାର ଟାର୍ଗେଟେଡ୍ ଆକ୍ରମଣ, ସେଠାରେ ସାଙ୍ଗେ ସାଙ୍ଗେ ଆକ୍ରମଣାତ୍ମକ ପଦକ୍ଷେପ ନିଆଗଲା, ଆଉ ଶେଷରେ ଲଙ୍କା ଦ୍ୱାରରେ ଲଙ୍କିନୀ ସହିତ ଟ୍ୟାକ୍ଟଫୁଲ୍ ନେଗୋସିଏସନ୍। ଦେଖନ୍ତୁ, ପ୍ରତ୍ୟେକ ବିପଦ ପାଇଁ ପୂରା ଅଲଗା ଷ୍ଟ୍ରାଟେଜି। ଏଠାରେ ଶାନ୍ତ ବିଚାରର କି ଅଦ୍ଭୁତ ପ୍ରୟୋଗ କରାଯାଇଛି ଭାବନ୍ତୁ ଥରେ। ଏହିସବୁ ଘଟଣାରୁ ଆମକୁ କିଛି ଖାସ୍ ଶିକ୍ଷା ମିଳେ।
ଯେପରିକି ସ୍ଥିର ମସ୍ତିଷ୍କରେ ପରିସ୍ଥିତିକୁ ମୂଲ୍ୟାୟନ କରିବା, ନିଜ ଆଖପାଖର ପରିବେଶ ବିଷୟରେ ସମ୍ପୂର୍ଣ୍ଣ ସଚେତନ ରହିବା, ଆବଶ୍ୟକ ସ୍ଥଳେ ଅଯଥା ବଳପ୍ରୟୋଗ ନ କରି ବୁଦ୍ଧିର ଉପଯୋଗ କରିବା ଏବଂ ସବୁଠାରୁ ଜରୁରୀ କଥା, ନିଜର ମୂଳ ଲକ୍ଷ୍ୟ ଉପରୁ କେବେ ବି ଧ୍ୟାନ ନ ହଟାଇବା। ଏହା ସ୍ପଷ୍ଟ ପ୍ରମାଣ କରେ ଯେ ଯେତେବେଳେ ଶକ୍ତି ସହିତ ବିବେକ ଯୋଡ଼ି ହୋଇଯାଏ ସେତେବେଳେ କୌଣସି ପ୍ରତିବନ୍ଧକ ଆଉ ଅଟକାଇ ପାରେ ନାହିଁ। ଆଚ୍ଛା, ବର୍ତ୍ତମାନ ଆମେ ଆମର ଚତୁର୍ଥ ବିଭାଗକୁ ଆସିବା, ଲଙ୍କା ଭିତରେ ପ୍ରବେଶ, ଯେଉଁଠାରେ କୂଟନୀତି ଏବଂ ଧୈର୍ଯ୍ୟର ସବୁଠାରୁ କଠିନ ପରୀକ୍ଷା ଦେଖିବାକୁ ମିଳିଥିଲା। ଶତ୍ରୁର ନଗରୀ ଭିତରେ ପଶିବା କେତେ ବଡ଼ ରିସ୍କ ସେ କଥା ଆମେ ସମସ୍ତେ ଅନୁମାନ କରିପାରିବା। ଗୋଟିଏ ଅଜଣା ଶତ୍ରୁ କ୍ୟାମ୍ପରେ ପଶିଲା ବେଳେ ଦୁଇଟି ସମ୍ପୂର୍ଣ୍ଣ ଭିନ୍ନ ସ୍କିଲ୍ ସେଟ୍ ଦରକାର ହୁଏ। ଗୋଟିଏ ପଟେ ରହିଛି ଅଣୁରୂପ ଧାରଣ କରି ଚୁପଚାପ ଲୁଚି କରି ସବୁକିଛି ପର୍ଯ୍ୟବେକ୍ଷଣ କରିବା ଯେପରି କେହି ଧରିପାରିବେ ନାହିଁ, ଆଉ ଅନ୍ୟପଟେ ରହିଛି ମନୋବୈଜ୍ଞାନିକ କୂଟନୀତି, ମାନେ ଅଶୋକ ବାଟିକାରେ ମାତା ସୀତାଙ୍କୁ ମୁଦ୍ରିକା ଦେଇ ତାଙ୍କ ମନରେ ଏକ ଆଶା ଏବଂ ସାନ୍ତ୍ୱନା ସୃଷ୍ଟି କରିବା। ଭାବନ୍ତୁ ତ, ଏକା ସାଙ୍ଗରେ ଫିଜିକାଲ ଷ୍ଟେଲ୍ଥ ଆଉ ଇମୋସନାଲ ଏମ୍ପାଥି, ଦୁଇଟିର କି ସୁନ୍ଦର ବ୍ୟାଲେନ୍ସ ଦେଖିବାକୁ ମିଳୁଛି। ଏହାର ଅର୍ଥ ହେଉଛି କେବଳ କଥାବାର୍ତ୍ତା କରିବା ହିଁ କୂଟନୀତି ନୁହେଁ, ବରଂ ଏକ ଘୋର ସଙ୍କଟ ସମୟରେ ଅନ୍ଧକାର ମଧ୍ୟରେ କାହାକୁ ଆଶ୍ୱାସନ ଦେବା, ଆଶା ଫେରାଇ ଆଣିବା ଏବଂ ବିଶ୍ୱାସ ସୃଷ୍ଟି କରିବା ବି କୂଟନୀତିର ଏକ ବହୁତ ବଡ଼ ଅଂଶ। ସେହି ମୁଦ୍ରିକାଟି କେବଳ ଗୋଟିଏ ବାର୍ତ୍ତା ନଥିଲା, ତାହା ସେହି ନୈରାଶ୍ୟଜନକ ସ୍ଥିତିରେ ଏକ ବିରାଟ ପରିବର୍ତ୍ତନ ଆଣିଦେଇଥିଲା। ଏଥିରୁ ସ୍ପଷ୍ଟ ହୁଏ ଯେ ପ୍ରକୃତ ନେତୃତ୍ୱ ଭାବନାତ୍ମକ ସମର୍ଥନ ପ୍ରଦାନ କରିବାର କ୍ଷମତା ଉପରେ ମଧ୍ୟ ନିର୍ଭର କରେ। ଏହି ସମ୍ପୂର୍ଣ୍ଣ ମିଶନର ଟାଇମ୍ଲାଇନ୍କୁ ଟିକେ ଲକ୍ଷ୍ୟ କରନ୍ତୁ। ପ୍ରଥମ କିଛି ସମୟ କେବଳ ଗୁପ୍ତ ଅନୁସନ୍ଧାନରେ ବିତିଲା, ଚୁପଚାପ ଏଣ୍ଟ୍ରି ଆଉ ପର୍ଯ୍ୟବେକ୍ଷଣ। ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ସୀତାଙ୍କ ସହ ଭେଟ ଏବଂ ବାର୍ତ୍ତା ପ୍ରଦାନ ମାଧ୍ୟମରେ ସାନ୍ତ୍ୱନା, ଆଉ ତାପରେ ଶେଷରେ ତୃତୀୟ ପର୍ଯ୍ୟାୟ, ପରିସ୍ଥିତିର ଦାବି ଅନୁଯାୟୀ ଆକ୍ସନ୍, ସିଧାସଳଖ ରାବଣ ସହିତ ସାମ୍ନାସାମ୍ନି ଏବଂ ଲଙ୍କା ଦହନ କରି ଏକ ଶକ୍ତିଶାଳୀ ୱାର୍ଣ୍ଣିଂ। ଗୋଟିଏ ସିଙ୍ଗଲ ମିଶନ ଭିତରେ କିପରି ସମୟ ଅନୁସାରେ ରଣନୀତି ବଦଳାଇବାକୁ ପଡ଼େ ତାହା ଖୁବ୍ ଭଲ ଭାବେ ଦର୍ଶାଏ। ଏହି ପ୍ରସଙ୍ଗରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମେସେଜ ହେଉଛି, ଅଧର୍ମ ଯେତେ ଶକ୍ତିଶାଳୀ ମନେ ହେଲେ ମଧ୍ୟ ଶେଷରେ ତାହା ସତ୍ୟର ନିଆଁରେ ଜଳିଯାଏ। ସହରକୁ ପୋଡ଼ିବା କୌଣସି ରାଗରେ କରାଯାଇଥିବା ଅର୍ଥହୀନ ହିଂସା ବିଲକୁଲ ନଥିଲା, ବରଂ ଏହା ଥିଲା ଶତ୍ରୁର ସେହି ଅତ୍ୟଧିକ ଅହଙ୍କାର ଏବଂ ଅଧର୍ମ ବିରୁଦ୍ଧରେ ଏକ କ୍ୟାଲକୁଲେଟେଡ୍ ମନୋବୈଜ୍ଞାନିକ ଚେତାବନୀ, ଗୋଟିଏ ପ୍ରକାର ମାଇଣ୍ଡ ଗେମ୍, ଶତ୍ରୁର ମନୋବଳକୁ ଭାଙ୍ଗିଦେବା ପାଇଁ। ତେବେ ଏହିସବୁ ପ୍ରାଚୀନ ଘଟଣା ଆଲୋଚନା କରିବା ପରେ ଆମେ ଆସିଗଲୁ ଆମର ଶେଷ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଭାଗକୁ। ଆଧୁନିକ ନେତୃତ୍ୱ ପାଇଁ ଏଥିରୁ ଆମେ କ'ଣ ଶିଖିପାରିବା? ଯଦି ଆମେ ଦେଖିବା, ଆଜିର ଲିଡର୍ସମାନଙ୍କ ପାଇଁ ଏହା ଏକ ପରଫେକ୍ଟ ବ୍ଲୁପ୍ରିଣ୍ଟ। କୌଣସି ଅଜଣ ବା ଅନିଶ୍ଚିତ ପରିସ୍ଥିତିରେ ସାହସ ଦେଖାଇବା, ନିଜର ଫୋକସ୍ ଆଉ ଡିସିପ୍ଲିନ୍ କେବେ ବି ନ ହରାଇବା, ନିଜ ପାଖରେ ଯେତେ କ୍ଷମତା ଥିଲେ ମଧ୍ୟ ସବୁବେଳେ ନମ୍ର ରହିବା ଏବଂ ନିଜର ଉଦ୍ଦେଶ୍ୟ ପ୍ରତି 100% ସମର୍ପିତ ରହିବା। ଏଠାରେ ସବୁଠାରୁ ବଡ଼ ଶିକ୍ଷା ହେଲା, ପ୍ରକୃତ ବିଜୟ ଶତ୍ରୁ ଉପରେ ନୁହେଁ, ବରଂ ନିଜର ଇଗୋ ବା ଅହଙ୍କାର ଉପରେ ହାସଲ କରାଯାଇଥିଲା। ଶେଷରେ ମୂଳ ସିଦ୍ଧାନ୍ତଟି ହେଉଛି ବ୍ୟକ୍ତିଗତ ଗୌରବ କିମ୍ବା ପବ୍ଲିସିଟି ପଛରେ ନ ଦୌଡ଼ି ନିଃସ୍ୱାର୍ଥପର ସେବାକୁ ପ୍ରାଧାନ୍ୟ ଦେବା। ଆମ ପାଖରେ ଯେତେ ଟ୍ୟାଲେଣ୍ଟ ବା ଶକ୍ତି ଥାଉ ନା କାହିଁକି, ଯଦି ତାହା ପଛରେ କୌଣସି ଭଲ ଉଦ୍ଦେଶ୍ୟ ନାହିଁ ଆଉ ଆମ ଭିତରେ ନମ୍ରତା ନାହିଁ, ତେବେ ସେସବୁ କିଛି ମୂଲ୍ୟ ରଖେନାହିଁ। ନିଜର କ୍ଷମତାକୁ ଏକ ବୃହତ୍ତର କଲ୍ୟାଣ ପାଇଁ ଲଗାଇବା ହିଁ ସବୁଠାରୁ ବଡ଼ ସଫଳତା। ତେବେ ଯିବା ପୂର୍ବରୁ ଗୋଟିଏ କଥା ଚିନ୍ତା କରନ୍ତୁ, ଆମର ଦୈନନ୍ଦିନ ବୃତ୍ତିଗତ କିମ୍ବା ବ୍ୟକ୍ତିଗତ ଜୀବନର ଆହ୍ୱାନଗୁଡ଼ିକରେ ଆମେ କିପରି ଏହି ଶାନ୍ତ ବିଚାର ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ଶକ୍ତିକୁ ପ୍ରୟୋଗ କରିପାରିବା। ତାହା କୌଣସି କର୍ପୋରେଟ୍ ଅଫିସ୍ ହେଉ କିମ୍ବା ପାରିବାରିକ ସଙ୍କଟ, ଏହି ପ୍ରାଚୀନ ରଣନୀତିଗୁଡ଼ିକ ଆଜି ମଧ୍ୟ ଆମକୁ ବାଟ କଢ଼ାଇ ନେବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ। ଏହି ବିଷୟରେ ନିଶ୍ଚୟ ଥରେ ଭାବିବେ। ଆଜିର ଏହି ବିଶ୍ଳେଷଣରେ ଆମ ସହ ଯୋଡ଼ି ହୋଇଥିବାରୁ ବହୁତ ବହୁତ ଧନ୍ୟବାଦ।